କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧୀନସ୍ଥ ସିରୁଲ ଗ୍ରାମ ପଞ୍ଚାୟତର ନାୟବ ସରପଞ୍ଚ ପଙ୍କଜ ମାଝୀଙ୍କ ଶନିବାର ଅକାଳ ବିୟୋଗ ହୋଇଯାଇଛି। ସେ ଗତ କିଛିଦିନ ଧରି ଜ୍ୱରରେ ପୀଡ଼ିତ ଥିଲେ। ଆଜି ସକାଳେ ପ୍ରବଳ ଜ୍ୱର ହେବାରୁ ପ୍ରାଥମିକ ଚିକିତ୍ସା ପାଇଁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ପଙ୍କଜ ମାଝୀ ପହଞ୍ଚିଲା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବଟିକୁ ହସ୍ପିଟାଲରୁ ଶନିବାର ନିଜ ଗ୍ରାମ ପୋଡଖମରେ ଶବ ସତ୍କାର କରାଯାଇଥିଲା। ପଙ୍କଜ ମାଝୀଙ୍କ କାର୍ଯ୍ୟକ୍ରମ ଭିତରେ ଗ୍ରାମ ପଞ୍ଚାୟତର ଅନେକ ଉନ୍ନୟନମୂଳକ କାର୍ଯ୍ୟକ୍ରମ ରହିଛି। ସେ ଜଣେ ଅଲେଖ ମହିମା ଧର୍ମାବଲମ୍ବୀ ଓ ମିଷ୍ଠାଭାଷୀ ଥିଲେ। ଏହି ଦୁଃଖଦ ଖବର ଗ୍ରାମ ପଞ୍ଚାୟତ ସାରା ପ୍ରଚାରିତ ହେଲା ପରେ ସିରୁଲ ଗ୍ରାମ ପଞ୍ଚାୟତ ସରପଞ୍ଚ ଝରଣା ବାଗ, ସମସ୍ତ ୱାର୍ଡ ସଭ୍ୟା ଓ ଅନେକ ବ୍ୟକ୍ତିବିଶେଷ ଶୋକ ସଭା ପାଳନ କରି ତାଙ୍କର ଆତ୍ମାର ସଦ୍ଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଆଜି ସକାଳେ ପ୍ରବଳ ଜ୍ୱର ହେବାରୁ ପ୍ରାଥମିକ ଚିକିତ୍ସା ପାଇଁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ତାଙ୍କୁ ନିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ପଙ୍କଜ ମାଝୀ ପହଞ୍ଚିଲା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବଟିକୁ ହସ୍ପିଟାଲରୁ ଶନିବାର ନିଜ ଗ୍ରାମ ପୋଡଖମରେ ଶବ ସତ୍କାର କରାଯାଇଥିଲା। ବ୍ୟୁରୋ ରିପୋର୍ଟ, ଦେବାଂଶୁ ଟିଭି।